ନବମ ଗଳ୍ପ ମେଘ ଚାନ୍ଦୁଆ। ଗ୍ରାମ୍ୟ ଲଳନା ସ୍ମୃତି ଏବଂ ଶ୍ୟାମଳୀ ଦୁହେଁ ଗୋଟିଏ ଗାଁର। ଦୁହେଁ ମଧ୍ୟ ସମାନ ତିଥିରେ ସମାନ ତାରିଖରେ ବିବାହ କରିଥିଲେ। ସ୍ମୃତି ବିବାହ ହୋଇଥିଲା ମଫସଲ ଗାଁରେ, ଶ୍ୟାମଳୀ ବିବାହ ହୋଇଥିଲା ସହରରେ। ସ୍ମୃତି ଥିଲା ଗାଉଁଲି ସ୍ୱାମୀର ସ୍ତ୍ରୀ, ଶ୍ୟାମଳୀ ଥିଲା ସହରୀ ସ୍ୱାମୀର ସ୍ତ୍ରୀ। ବିବାହର ବର୍ଷକ ପରେ ଦୁହେଁ ଗୋଟିଏ ଦିନରେ ଗାଁକୁ ବୁଲିବାକୁ ଆସିଥାନ୍ତି। ଗାଁ ନଈ କୂଳେ ବସି ଦୁହେଁ ଦୁହିଁଙ୍କର ବୈବାହିକ ଜୀବନର ଆଲୋଚନା କରୁଥାନ୍ତି। କାହାର ସ୍ୱାମୀ କିପରି, କାହାର ଶାଶୁଘର କିପରି। ଏସବୁ ଆଲୋଚନା ଭିତରେ ସ୍ମୃତି ନିଜ ସ୍ୱାମୀର ପ୍ରଶଂସା କରୁଥିବା ବେଳେ ଶ୍ୟାମଳୀ ନୀରବି ଯାଉଥାଏ। ତାହାର ଆଖି ଲୁହ ଛଳ ଛଳ ହୋଇଯାଉଥାଏ। ସ୍ମୃତି ତାକୁ ଦେଖି ପଚାରୁଥାଏ, ଶ୍ୟାମଳୀ, ତୁ ଚୁପ୍ ରହୁଛୁ କାହିଁକି? ଆରେ, ତୁ କାନ୍ଦୁଛୁ କାହିଁକି? ତୁ କ'ଣ ଭଲରେ ନାହୁଁ? ଶ୍ୟାମଳୀ ତାର ହୃଦୟ ଯନ୍ତ୍ରଣାକୁ ପ୍ରକାଶ କରିଛି। ନାହିଁ ରେ ସ୍ମୃତି, ସହରୀ ସ୍ୱାମୀ ପାଇ ଖୁସି ହୋଇଥିଲି ସିନା, ହେଲେ ସେ ଖୁସି ମୋର ଉଜୁଡ଼ି ଗଲାଣି। ସ୍ମୃତି ବୁଝିବାକୁ ଚେଷ୍ଟା କଲା କାରଣଟା। ଶ୍ୟାମଳୀ ବି ସତ ସବୁ ବଖାଣି ଚାଲିଲା। ବିବାହର 3 ମାସ ମାତ୍ର ମୋ ଜୀବନଟା ସୁଖରେ ବିତିଯାଇଛି। ଯିଏ ମୋର ସ୍ୱାମୀ ଥିଲେ, ସେ ଥିଲେ ମୋ ପାଇଁ ସୂର୍ଯ୍ୟ ପରି। କିନ୍ତୁ ସେ ଆଜି ତାଙ୍କର ଆଲୋକ ମୋ ପାଖକୁ ଦେବାକୁ ପ୍ରସ୍ତୁତ ନୁହନ୍ତି। ସ୍ମୃତି ଜାଣିପାରିଲା ଶ୍ୟାମଳୀ ଏବଂ ତାର ସ୍ୱାମୀ ମଧ୍ୟରେ ସୁସମ୍ପର୍କ ନାହିଁ। ତେବେ କାହିଁକି? ଅସୁବିଧା କ'ଣ? ଶ୍ୟାମଳୀ ଲୁହ ପୋଛି ପୋଛି କହୁଥାଏ, ଯେଉଁ ମେଘମାଳା ଆମର ସହପାଠିନୀ ଥିଲା, ସେ ମୋ ପାଖକୁ ଅନେକ ସମୟରେ ଯାଏ। ୟା ମଧ୍ୟରେ ସେ ମୋ ସ୍ୱାମୀକୁ ତାର ପ୍ରେମରେ ଢାଙ୍କି ରଖିସାରିଛି। ମୋ ସ୍ୱାମୀକୁ ସେ କେବଳ ଦେଖିପାରୁଛି, ମୁଁ ନୁହେଁ। ମୁଁ ସେହି ମେଘ ଚାନ୍ଦୁଆର ଛାଇ ଅନ୍ଧାରରେ ଥାଇ ଆଜି ବଞ୍ଚିବାକୁ ଅଭିନୟ କରୁଛି। ଯନ୍ତ୍ରଣାରେ, ଘୃଣାରେ ମୋ ଜୀବନ ଅତିବାହିତ କରିବାକୁ ପଡ଼ୁଛି। ହେଲେ ମୁଁ ବଞ୍ଚିପାରୁନି ସ୍ମୃତି। କିନ୍ତୁ ତୁ ସୁଖରେ ରହିଛୁ ତ? ରହିଥା, ମୁଁ ତୋ ଖୁସିରେ ଖୁସି ହେଉଛି ରେ ସ୍ମୃତି। ଅପେକ୍ଷା କରିଛି ଭବିଷ୍ୟତ ଜୀବନଟା ମୋର କିପରି ବିତିଯିବ।